ଜାନୁଆରୀ 23 ନେତାଜୀ ସୁଭାଷ ବୋଷଙ୍କର ଜୟନ୍ତୀ। ସେ ଶିବାଜୀ ଓ ରାଣା ପ୍ରତାପଙ୍କ ପରି ଭାରତ ମାତାର ଅନ୍ୟତମ ଜଣେ ବୀର ଯୋଗ୍ୟ ସନ୍ତାନ। 1897 ମସିହା ଜାନୁଆରୀ 23 ତାରିଖ ଦିନ ସେ କଟକ ସହରର ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜାନକୀନାଥ ବୋଷ କଟକର ଜଣେ ବିଶିଷ୍ଟ ଓକିଲ ଥିଲେ ଏବଂ ମାଙ୍କ ନାମ ଥିଲା ପ୍ରଭାବତୀ ଦେବୀ। ସେ ତାଙ୍କର ଶିକ୍ଷା ପରେ ଗ୍ରାଜୁଏସନ୍ ପରେ ତାଙ୍କ ବାପା ଚାହିଁଲେ ସେ ICS ଚାକିରି ବା ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ଚାକିରି କରିବେ। ଏଥିପାଇଁ ତାଙ୍କୁ ସେ ଲଣ୍ଡନ ପଠାଇଲେ ଏବଂ ସେଠାରେ ସେ ICS ବା ଇଣ୍ଡିଆନ୍ ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ ହେଲେ ମଧ୍ୟ ଏହାପରେ ସେ ଯେତେବେଳେ ଭାରତ ଫେରିଲେ ତାଙ୍କୁ ଚାକିରିର ମୋହ ବା ବଡ଼ ପଦପଦବୀ ମୋହ ଆଦୌ ତାଙ୍କୁ ରଖିପାରିନଥିଲା। ବରଂ ଦେଶର ସମସ୍ୟା, ଦେଶର ଯେଉଁ ପରିସ୍ଥିତି ଥିଲା, ଦେଶ ପରାଧୀନ ଥିଲା, ତାଙ୍କୁ ବିଚଳିତ କରିଥିଲା। ସେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ପରାମର୍ଶରେ ସେହି ଆନ୍ଦୋଳନକୁ ଝାସ ଦେଇଥିଲେ। ମହାତ୍ମା ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନରେ ମଧ୍ୟ ସେ ଯୋଗଦେଲେ। 1923 ମସିହାରେ ଦେଶବନ୍ଧୁଙ୍କ ନେତୃତ୍ୱରେ ସ୍ୱରାଜ ପାର୍ଟି ମଧ୍ୟ ଗଠନ କଲେ। ସ୍ୱରାଜ ପାର୍ଟିରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ତାଙ୍କର ଯେଉଁ ଅଗ୍ନିବର୍ଷୀ ଯେଉଁ ଭାଷଣ, ସଂଗଠନ ଏବଂ ଇଂରେଜ ବିରୁଦ୍ଧରେ ତାଙ୍କର ଯେଉଁ କାର୍ଯ୍ୟକ୍ରମ ଦେଖି ଇଂରେଜମାନେ ତାଙ୍କୁ ଗିରଫ କରି ବ୍ରହ୍ମଦେଶରେ ଜେଲକୁ ପଠାଇ ଦେଇଥିଲେ। ବାରମ୍ବାର ତାଙ୍କର ସ୍ୱାସ୍ଥ୍ୟର ଅବନତି ହେବାରୁ ତାଙ୍କୁ ଚିକିତ୍ସା ପାଇଁ ସୁଇଜରଲ୍ୟାଣ୍ଡ ଯାଇଥିଲେ। ସେଠାରେ ଅବସ୍ଥାନ କାଳରେ ସେ ଆରୋଗ୍ୟ ଲାଭ କରି ଦି ଇଣ୍ଡିଆନ୍ ଷ୍ଟ୍ରଗଲ ନାମରେ ଏକ ପୁସ୍ତକ ରଚନା କରିଥିଲେ। 1937 ମସିହାରେ ସେ ଭାରତ ପ୍ରତ୍ୟାବର୍ତ୍ତନ କଲେ। ସେତେବେଳକୁ ସେ ଜଣେ ପ୍ରଖ୍ୟାତ ନେତା ରୂପେ ଭାରତବର୍ଷରେ ପରିଚିତ ହୋଇସାରିଥିଲେ। 1938 ମସିହାରେ ହଜଫୋର୍ଟଠାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ସଭାପତି ରୂପେ ନିର୍ବାଚିତ ହେଲେ। ତ୍ରିପୁରା ଅଧିବେଶନରେ 1939 ମସିହାରେ ମଧ୍ୟ ସେ ଦ୍ୱିତୀୟ ଥର ପାଇଁ କଂଗ୍ରେସ ସଭାପତି ଆସନ ଅଳଙ୍କୃତ କରିଥିଲେ। ସେତିକିବେଳେ ଗାନ୍ଧିଜୀ ଓ ତାଙ୍କ ଅନୁଗତଙ୍କ ସହିତ ତାଙ୍କର ଗଭୀର ମତଭେଦ ଘଟିଲା। ସୁତରାଂ ସେହି ବର୍ଷ ସେ କଂଗ୍ରେସ ସଭାପତି ପଦରୁ ଛାଡ଼ି ଦେଇଥିଲେ ଏବଂ ଏଠାରେ ସେ ଫରୱାର୍ଡ ବ୍ଲକ ନାମରେ ଏକ ଦଳ ଗଠନ କରିଥିଲେ। ଫରୱାର୍ଡ ବ୍ଲକ ସମ୍ବାଦପତ୍ରରେ ଏକ ଲେଖା ପାଇଁ 1940 ମସିହାରେ ସୁଭାଷଙ୍କୁ ବିଚାରାଳୟରେ କୈଫିୟତ ଦେବାକୁ ପଡ଼ିଥିଲା। ଜେରା ଚାଲିଥିବା ବେଳେ ଜମିନରେ ସେ ଯାଇ ତାଙ୍କ କଲିକତା ସ୍ଥିତ ବାସଭବନରୁ ଅନ୍ତର୍ହିତ ହୋଇଯାଇଥିଲେ ଏବଂ ସେ ସେଠାରୁ କାବୁଲକୁ ଚାଲି ଯାଇଥିଲେ। ଏହାପରେ ସେ ସେଣ୍ଟ୍ରାଲ ଏସିଆ ଓ ମସ୍କୋ ଦେଇ ଜର୍ମାନର ରାଜଧାନୀ ବର୍ଲିନରେ ପହଞ୍ଚିଥିଲେ। ସେଠାରେ ନାଜି ସରକାରଙ୍କ ସହଚର୍ଯ୍ୟରେ ଭାରତୀୟ ସୈନ୍ୟମାନଙ୍କୁ ନେଇ ଇଂରେଜମାନଙ୍କ ବିରୁଦ୍ଧରେ ଆଜାଦ ହିନ୍ଦ ନାମକ ଏକ ସୈନ୍ୟ ବାହିନୀ ଗଠନ କରିଥିଲେ। ଏକ ଦୁଃସାହସିକ ପଦଯାତ୍ରା କରି ସେ କାବୁଲରେ ପହଞ୍ଚିଥିଲେ। ଏହାପରେ ସେ ସେଣ୍ଟ୍ରାଲ ଏସିଆ ଓ ମସ୍କୋ ଦେଇ ଜର୍ମାନର ରାଜଧାନୀ ବର୍ଲିନରେ ପହଞ୍ଚିଥିଲେ। ସେଠାରେ ସେ ନାଜି ସରକାରଙ୍କର ସହଚର୍ଯ୍ୟରେ ଭାରତୀୟ ସୈନ୍ୟମାନଙ୍କୁ ନେଇ ଇଂରେଜମାନଙ୍କ ବିରୁଦ୍ଧରେ ଆଜାଦ ହିନ୍ଦ ଫୌଜ ନାମକ ଏକ ସୈନ୍ୟ ବାହିନୀ ଗଠନ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ସରକାର ଇଂରେଜମାନଙ୍କର ମଧ୍ୟ ଶତ୍ରୁ ଥିଲେ। ତେଣୁ ଜର୍ମାନୀ ତରଫରୁ ପ୍ରାୟ 18,000 ଭାରତୀୟ ସୈନ୍ୟ ଯୁଦ୍ଧ କୌଶଳ, ଅସ୍ତ୍ରଶସ୍ତ୍ର ବ୍ୟବହାର ତାଲିମ ପାଇଲେ। 1943 ମସିହାରେ ସୁଭାଷ ଏକ ଜର୍ମାନୀ ଜେଲରେ ପୁନର୍ବାର ସମୁଦ୍ରରେ ଏକ ବିପଦପୂର୍ଣ୍ଣ ଯାତ୍ରା କଲେ। ଭାରତ ମହାସାଗରରେ ଏକ ଜାପାନୀ ଜାହାଜ ତାଙ୍କୁ ଅପେକ୍ଷା କରିଥିଲା। ସେ ନିରାପଦରେ ସିଙ୍ଗାପୁରରେ ପହଞ୍ଚିଲେ। ସେଠାରେ ସେ ଜାପାନ ସହାୟତାରେ ଆଜାଦ ହିନ୍ଦ ନାମକ ଏକ ଶକ୍ତିଶାଳୀ ସୈନ୍ୟ ବାହିନୀ ଗଠନ କଲେ। ଏହାପରେ ଉକ୍ତ ସୈନ୍ୟବାହିନୀ ତାଙ୍କ ନେତୃତ୍ୱରେ ଭାରତର ଉତ୍ତର ପୂର୍ବ ଦିଗରୁ ଦିଲ୍ଲୀ ଅଭିମୁଖେ ଅଭିଯାନ କଲେ। ସେଠାରେ ସେ ମଣିପୁର, ଇମ୍ଫାଲ ପର୍ଯ୍ୟନ୍ତ ଅତିକ୍ରମ କରିସାରିଥିଲେ। କିନ୍ତୁ ଜାପାନୀମାନେ ଇଂରେଜମାନଙ୍କ ସହିତ ଯୁଦ୍ଧରେ ସାଲିସ କରିବାରୁ ତାଙ୍କୁ ଆଉ ଜାପାନୀମାନଙ୍କର ସହଯୋଗ ମିଳିନଥିଲା। ଫଳରେ ସୁଭାଷ ବୋଷ ଆଉ ଜାପାନୀମାନଙ୍କ ତରଫରୁ ନ ମିଳିବାରୁ ସେ ନିରାଶ ହୋଇଯାଇଥିଲେ। ଏହାପରେ 1945 ମସିହାରେ
ଜଣେ ଅନ୍ତରଙ୍ଗ ବନ୍ଧୁ ହବିବୁଲ ରେହମାନଙ୍କ ସହ ଏକ ଉଡ଼ାଜାହାଜରେ ଟୋକିଓ ଅଭିମୁଖେ ଯାତ୍ରା କରୁଥିଲେ, କିନ୍ତୁ ବାଟରେ ଫର୍ମୋଜି ଦ୍ୱୀପରେ ଉଡ଼ାଜାହାଜଟି ଦୁର୍ଘଟଣାର ସମ୍ମୁଖୀନ ହେଲା ଏବଂ ନେତାଜୀଙ୍କର ଅନ୍ତିମ ଜୀବନ ଇତିହାସ ରହସ୍ୟଭୂତ ହୋଇ ରହିଗଲା। ତେବେ ଏହିଭଳି ଜଣେ ମହାନ ସଂଗ୍ରାମୀ ଯିଏ ସବୁକିଛି ଥାଇ ମଧ୍ୟ ତ୍ୟାଗ କରି ଭାରତ ମାତାର ସେବା ପାଇଁ ମନ ବଳେଇଥିଲେ, ସେହି ହେଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ।